ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ୟୁଜି ୟୁପି ସ୍କୁଲର 16ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଭାଗରେ ସରପଞ୍ଚ କୈଳାସ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ, ୱାର୍ଡ ସଭ୍ୟ ଦିଲ୍ଲୀପ କୁମାର ପରିଡ଼ା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଅନୁପମା ସ୍ୱାଇଁ ଏବଂ ପୂର୍ବତନ ଏସ୍ଏମ୍ସି ସଭାପତି ଗଣେଶ୍ୱର ନାୟକ ଆଦି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ଭାଗରେ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ କାଳନ୍ଦୀ ସୋରେନ ଯୋଗଦେଇ ପିଲାଙ୍କୁ ଭଲ ପାଠ ପଢ଼ି ଭଲ ମଣିଷ ହେବାକୁ ଉତ୍ସାହିତ କରିଥିଲେ। ବାଲିଆ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ରାୟ ଏବଂ ଛଣପୁର ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ପରେ ନୃତ୍ୟ ସଙ୍ଗୀତ ବିଚିତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନ ବାଲିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାବତୀ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ତିଳୋତ୍ତମ ବାରିକ, ପ୍ରଭାତୀ ପଣ୍ଡା, ସୂଚନା ଦେ, ଚନ୍ଦ୍ରକାନ୍ତି ପଣ୍ଡା, ସାଗରିକା ରାଉତ, ନମିତା ରାଉତ, ଚନ୍ଦ୍ରକାନ୍ତି ବିଶ୍ୱାଳ, ଶେଫାଳୀ ମହାପାତ୍ର, ପ୍ରୀତି ସଂଯୁକ୍ତା ସାହୁ, ସ୍ମରଣିକା ନାୟକ, ଲକ୍ଷ୍ମୀପ୍ରିୟା ମାର୍ଥା, ବିଶ୍ୱନାଥ ପଣ୍ଡା, ହିରଣ୍ମୟ ଚାନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।